ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖ ଭୋଗର ସହଭାଗୀ ହେଉଅଛ ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମେମାନେ ମହାନନ୍ଦରେ ଆନନ୍ଦିତ ହେବ। ଯଦି ତୁମେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ ତାହେଲେ ତୁମେ ଧନ୍ୟ, କାରଣ ଗୌରବମୟ ଆତ୍ମା ଅର୍ଥାତ୍ ଈଶ୍ୱରଙ୍କ ଆତ୍ମା ତୁମଠାରେ ଅଧିଷ୍ଠାନ କରୁଅଛନ୍ତି। କ'ଣ କର? ଯେଉଁ ପରିମାଣର ଦୁଃଖ ଭୋଗ ସେହି ପରିମାଣରେ ଆନନ୍ଦ, ପରିମାଣ ଅନୁସାରେ, ଡିଗ୍ରୀ ଅନୁସାରେ। ଯଦି ଆପଣ 5ଟି ତାଡ଼ନା ପାଇଲେ ଆନନ୍ଦ 5% ଏକା ହେବ, 100% ତାଡ଼ନା 100% ଆନନ୍ଦ। ଆନନ୍ଦ କରିବା ପାଇଁ ଶିଖିବା ଦରକାର। ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣଙ୍କ ଆନନ୍ଦର କାରଣ କ'ଣ? ଯଦି ଆଜି ଆପଣ ଜାଗତିକ ବିଷୟ, ଭୌତିକ ବିଷୟ ପାଇଁ ଆନନ୍ଦ କରୁଛନ୍ତି, ଅପେକ୍ଷା କରନ୍ତୁ, ପ୍ରସ୍ତୁତ ହୁଅନ୍ତୁ। ଆଗାମୀ ସମୟରେ ଆପଣଙ୍କୁ ଅନ୍ୟ ପରିସ୍ଥିତିରେ ମଧ୍ୟ ଆନନ୍ଦ କରିବା ପାଇଁ ପଡ଼ିବ।